ଘୋଷଯାତ୍ରା ସମୟରେ ମହାପ୍ରଭୁ କାଳିଆ ସାଆନ୍ତଙ୍କୁ ବିନା ଟାହିଆରେ ଦେଖିବାର ପରିକଳ୍ପନା କେବେ କୌଣସି ଓଡ଼ିଆ କରିପାରିବ? ଟାହିଆ ବିନା କାଳିଆଙ୍କର ସୌନ୍ଦର୍ଯ୍ୟ ସବୁବେଳେ ଅସମ୍ପୂର୍ଣ୍ଣ। ପହଣ୍ଡି ବିଜେ ସହିତ ଟାହିଆର ଏକ ମଧୁର ଏବଂ ଶାଶ୍ୱତ ସମ୍ପର୍କ କାଳ କାଳ ଧରି ରହିଆସିଛି। ରାଘବ ଦାସ ମଠରୁ ଯୋଉ ଟାହିଆ ଆସିବ, ସେ ଟାହିଆ ଲାଗି ହେଇକରି ପ୍ରଭୁ ଜଗତ ଭଗତକୁ ଦେଖାଦେବେ। ଆଜି ଯେତେବେଳେ ମହାପ୍ରଭୁ ବାହାରୁଛନ୍ତି 22 ପାହାଚରୁ ଓହ୍ଲେଇକରି, ପତିତ ପାବନ ଗୁମୁଟ ପାରି ହେଇକରି ଯେତେବେଳେ ମହାପ୍ରଭୁ ବଡ଼ଦାଣ୍ଡକୁ ଭକ୍ତ ଗହଣକୁ ଆସୁଛନ୍ତି, ସେତେବେଳେ ଦେଖାହଉଛି ଯେ ମହାପ୍ରଭୁଙ୍କର ମସ୍ତିଷ୍କରେ ଟାହିଆଟି ନାହିଁ। ବିନା ଟାହିଆରେ କାଳିଆଙ୍କର ପରିକଳ୍ପନା ଅସମ୍ଭବ। କାରଣ ପ୍ରତ୍ୟେକ ଜାତିର ଦୁଇଟି ଆଖି ଥାଏ। ଗୋଟିଏ ଆଖିରେ ସେ ସାଧାରଣ ଦୃଶ୍ୟ ଦେଖେ, ଆଉ ଗୋଟିଏ ଆଖି ହେଉଛି ତାର ସଂସ୍କୃତିକୁ ଦେଖିବାର ଆଖି। ଓଡ଼ିଆ ଜାତି କାଳ କାଳ ଧରିକରି ପହଣ୍ଡି ବିଜେ ସହିତ ଟାହିଆର ଦୋଳନକୁ ଦେଖି ଆସିଛି। ଟାହିଆର ଦୋଳନ ସହିତ ପ୍ରତ୍ୟେକ ଓଡ଼ିଆର ହୃତ୍ସ୍ପନ୍ଦନ ଜଡ଼ିତ। ଟାହିଆ ଦୋହଲି ଗଲେ ଓଡ଼ିଆର ପ୍ରାଣ ଦୋହଲିଯାଏ। ଆଜି ମହାପ୍ରଭୁଙ୍କୁ ବିନା ଟାହିଆରେ ଆପଣ ପହଣ୍ଡି କରିଦେଲେ, ଆପଣଙ୍କ ପାଇଁ ସାଧାରଣ କଥା ହେଇପାରେ, କିନ୍ତୁ ପ୍ରତ୍ୟେକ ଓଡ଼ିଆ ଯିଏ ଯୁଗ ଯୁଗ ଧରିକରି ମହାପ୍ରଭୁଙ୍କୁ ଟାହିଆରେ ଦେଖି ଆସିଛି, ଟାହିଆର ଦୋଳନ ସହିତ ନିଜର ଜୀବନ, ନିଜର ସଂସ୍କୃତି, ନିଜର ସଭ୍ୟତା, ନିଜର ପରମ୍ପରାର ଦୋଳନକୁ ଅନୁଭବ କରିଛି, ସିଏ ଆଜି କ'ଣ ଭାବିବ? ଏବଂ ଶ୍ରୀମନ୍ଦିର ପ୍ରଥା, ପରମ୍ପରା, ସଂସ୍କୃତିର ସଂରକ୍ଷକ କିଏ? ପୁରୀ ଗଜପତି ମହାରାଜ ଏସବୁର ମୂଳ ସଂରକ୍ଷକ। ସିଏ ଆଜିକାଲି ଅନେକ ସମସ୍ୟା, ଅନେକ ସଙ୍କଟ, ଆମର ଅସ୍ମିତା ସଙ୍କଟରେ ବୋଲିକି କହି ଇସ୍କନ ସହିତ ପ୍ରତିଦିନ ତାଙ୍କର ବଚସା ଚାଲିଛି। କିନ୍ତୁ ମନ୍ଦିର ଭିତରେ ପ୍ରଥା ଏବଂ ପରମ୍ପରା ଉଜୁଡ଼ି ଯାଉଛି। ଯୋଉ ଚିତ୍ର ଗୁଡ଼ିକ ଆମର ଜୀବନରେ ଚିରନ୍ତନ ହେଇକରି ଥିଲା, ଟାହିଆର ଦୋଳନ ପ୍ରତ୍ୟେକ ଓଡ଼ିଆର ଜୀବନରେ ଏକ ଚିରନ୍ତନ ଚିତ୍ର। ସେ ଚିତ୍ରଟାକୁ ଆପଣ ଆଜି ଲିଭେଇ ଦେଲେ। ସରକାରଠୁ ଆଜ୍ଞା ଆମେ କିଛି ଆଶା କରୁନୁ, କାରଣ ସରକାର ରାଜନୀତି କରୁଛନ୍ତି। ସରକାର ସେଠିକି ଯାଇଛନ୍ତି ନିଜର ରାଜନୀତି ଚମକେଇବାକୁ। କିନ୍ତୁ ଯୋଉମାନେ ମହାପ୍ରଭୁଙ୍କର ସେବକ, ସେବାୟତ ଏବଂ ଯୋଉମାନେ ପୁରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଅଛନ୍ତି, ସେମାନେ ଓଡ଼ିଆ ଜାତିର ପ୍ରାଣସ୍ପନ୍ଦନ ସହିତ କାହିଁ ଖେଳୁଛନ୍ତି? ବିନା ଟାହିଆରେ ଆପଣ କାଳିଆ ଠାକୁରଙ୍କୁ ବାହାର କରିଦେବେ? କେମିତି? ଅସମ୍ଭବ କଥା କେମିତି ସମ୍ଭବ ହଉଛି? ଏବଂ ମତେ ଲାଗୁଛି ଯେ ସନାତନ ସନାତନ ବୋଲିକିରି କହିକିରି ସନାତନ ଉପରେ ଆପଣ ଆଉ କେତେ କୁଠାରଘାତ କରିବେ? ବିନା ଟାହିଆରେ କାଳିଆଙ୍କର ଦୃଶ୍ୟ ପ୍ରତ୍ୟେକ ଓଡ଼ିଆଙ୍କୁ ବ୍ୟଥିତ କରୁଛି।